ସେତେବେଳେ ଆମେ 25 ବର୍ଷ ଧରିକି ଏଟାକୁ ଫାସିଲିଟି ଦିଆଯାଉ ବୋଲି ରିଭାଇଭ୍ କରାଯାଉ ବୋଲି ମାନେ ସବୁବେଳେ ରିକ୍ୱେଷ୍ଟ କରିଛୁ, ଦରଖାସ୍ତ ଦେଇଛୁ, ବାରମ୍ବାର ଅଭିଯୋଗ ଶୁଣାଇଛୁ, କିନ୍ତୁ କେହି ବୁଝିନଥିଲେ। ଏବେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଅମିତ ଶାହା ମାନେ ଲେବର କୋଡ୍ ଗୋଟେ ନୂତନ ରେଗୁଲେସନ ଦେଇଛନ୍ତି ଆଉ ନୂଆ ପଲିସି କରିଛନ୍ତି, ଯୋଉ ପଲିସିରେ ଆମକୁ ସମ ଲେବର ବି ଇନକ୍ଲୁଡ ଅଛି। ତେଣୁକରି ଆମେ ଆଗାମୀ ଭବିଷ୍ୟତ ପାଇଁ କିଛି କରାଯାଉଛି ବୋଲି ଅନୁଭବ କରିଛୁ ଆଉ କରାଯାଉଛି। ସେଥିପାଇଁ ଆମେ ବିଜେପିରେ ମିଶିବାକୁ ଇଚ୍ଛୁକ ହେଲୁ। ଆଜି ଆମ ପାଇଁ ଗୋଟେ ସୌଭାଗ୍ୟର ଦିନ। ଆମେ ଏଇଟା ଲେବର ଷ୍ଟେଟ୍ ଫେଡେରେସନ ଅଫ ଲେବର ଆଣ୍ଡ କନଷ୍ଟ୍ରକ୍ସନ କୋଅପରେଟିଭ ଚେୟାରମ୍ୟାନ୍ ଅଛି। ଅଲଗା ଷ୍ଟେଟରେ ବହୁତ ଫାସିଲିଟି ଦିଆଯାଇଛି। ଯୋଉ ଆମର ବର୍ତ୍ତମାନ ଦାଦନ ସମସ୍ୟା ଆମ ଓଡିଶାରେ ଅଛି, ଯଦି ଲେବର କୋଅପରେଟିଭ ମାନେ ଇଏ କରାଯିବ, ରିଭାଇଭ୍ କରାଯିବ, ତାହେଲେ ଏଇ ସମସ୍ୟା ହଟି ପାରିବ। ଆଉ ବେକାର ଯୁବକ ମାନେ ବି ଅଲଗା ଷ୍ଟେଟକୁ ନ ଯାଇକିରି ଏଠି ଆତ୍ମନିର୍ଭରଶୀଳ ହେଇପାରିବେ, ସ୍କିଲ୍ଡ ହେଇପାରିବେ। କିନ୍ତୁ 1962 ମସିହାରେ ଆମର ଲେବର କୋଅପରେଟିଭ ଫାସିଲିଟି ଦିଆଯାଇଥିଲା। 62 ଆଉ 65 ଭିତରେ ଯାହା ଲେବର କୋଅପରେଟିଭ ପାଇଁ କିଛି ଯୋଜନା କରାଯାଇଥିଲା, ସେତେବେଳେ ବି ଭଲ ଚାଲିଥିଲା। ଆପଣ ପଦବୀରେ ଥିଲେ, ବିଜେଡିରେ ପଦବୀରେ ଥିଲେ, ତ ତାପରେ ବିଜେପି କି ମିଶିବା ପଛରେ କାରଣ କଣ? ସେତେବେଳେ ଆମେ 25 ବର୍ଷ ଧରିକି ଆମେ ଏଟାକୁ ଫାସିଲିଟି ଦିଆଯାଉ ବୋଲି ରିଭାଇଭ୍ କରାଯାଉ ବୋଲି ମାନେ ସବୁବେଳେ ରିକ୍ୱେଷ୍ଟ କରିଛୁ, ଦରଖାସ୍ତ ଦେଇଛୁ, ବାରମ୍ବାର ଅଭିଯୋଗ ଶୁଣାଇଛୁ, କିନ୍ତୁ କେହି ବୁଝିନଥିଲେ। ଏବେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଅମିତ ଶାହା ମାନେ ଲେବର କୋଡ୍ ଗୋଟେ ନୂତନ ରେଗୁଲେସନ ଦେଇଛନ୍ତି ଆଉ ନୂଆ ପଲିସି କରିଛନ୍ତି, ଯୋଉ ପଲିସିରେ ଆମକୁ ସମ ଲେବର ବି ଇନକ୍ଲୁଡ ଅଛି। ତେଣୁକରି ଆମେ ଆଗାମୀ ଭବିଷ୍ୟତ ପାଇଁ କିଛି କରାଯାଉଛି ବୋଲି ଅନୁଭବ କରିଛୁ ଆଉ କରାଯାଉଛି। ସେଥିପାଇଁ ଆମେ ବିଜେପିରେ ମିଶିବାକୁ ଇଚ୍ଛୁକ ହେଲୁ। ନାଇଁ ଇଏ ଧାରଟାକୁ କେହି ନେଇନଥିଲେ। ଏଇଟା ଗୋଟେ ବଡ ସମସ୍ୟା। ଯେମିତି ମିଶନ ଶକ୍ତି ଯେମିତି ଚାଲିଛି, ସୁଭାଷ ଯୋଜନା ଯେମିତି, ଏ ଲେବର ମିଶନ ହେଲେ ବହୁତ ବଡ ମିଶନ ଏଇଟା ହବ। ଆମେ ଚାହୁଁଛୁ ଏଇଟା ଗୋଟେ କେରଳର ଗୋଟେ ସୋସାଇଟି ଏବେ ସେ ୱାର୍ଲଡର ମଡେଲ ହେଇଛି, ତାକୁ ବି ଅଫିସର ମାନେ ଦେଖି ଯାଉଛନ୍ତି, କିନ୍ତୁ ଆସିକି ଏଠି କିଛି ବ୍ୟବସ୍ଥା କରୁନାହାନ୍ତି। ଆମେ ସେଇଟା ଚାହିଁଛୁ। ବର୍ତ୍ତମାନ ସରକାରଙ୍କୁ ଆମେ ନିବେଦନ କରୁଛୁ, ସିଏ ବି ହୃଦୟ କଲେଣି। ଏଇଟାକୁ ଆହୁରି ତ୍ୱରାନ୍ୱିତ କଲେ ତାହେଲେ ବହୁତ ଲକ୍ଷ ଲକ୍ଷ ସଂଖ୍ୟାର ଲୋକ ଉପକାର ପାଇବେ। ଏମିତି ଉପକାର ଆଉ କୌଣସି ବିଭାଗ ଦେଇପାରିବନି ଏତେ ଇମିଡିଏଟ। ନାଇଁ ପଞ୍ଚାୟତ ଇଲେକ୍ସନ ନୁହଁ, ଆମର ଯୋଉ ଲେବର ସମସ୍ୟା ଅଛି, ଗରିବ ଲୋକର ସମସ୍ୟା ଅଛି। ଦେଖନ୍ତୁ, ଲେବର ଅଟ୍ଟାଳିକା ତୋଳୁଛି, କୋଠା ଘର ତୋଳୁଛି ଅନ୍ୟମାନଙ୍କ ପାଇଁ, କିନ୍ତୁ ଗଲେ ରହୁଛି ଷ୍ଟେସନରେ, ରହୁଛି ବସ୍ ଷ୍ଟାଣ୍ଡରେ ଫ୍ୟାମିଲି ଆଣିକିରି, ପୁରୀ ଗଲେ ରହୁଛି ରାସ୍ତା କଡରେ, ସେ ହୋଟେଲ ଚାର୍ଜ ଦେଇପାରୁନି। ଆମର ବି ଡିମାଣ୍ଡ ଅଛି, ଆମ ପୁରୀରେ ଗୋଟେ ଜାଗା ଦେଇକିରି ଗୋଟେ ଲେବର ମିତ୍ର ଗୋଟେ ତୀର୍ଥ ଭବନ କରାଯାଉ। ସେମାନେ ଯେମିତି 100-200 ଟଙ୍କା ରହିବେ, କି ମାଗଣା ରହିବେ। ଭୁବନେଶ୍ୱର ସେମିତି କୋରାପୁଟ, କଳାହାଣ୍ଡି ବହୁତ ଦୂରରୁ ଆସିକି ଲୋକ ରହୁଛନ୍ତି ବସ୍ ଷ୍ଟାଣ୍ଡରେ। ସେ ବହୁତ ତାଙ୍କର ସମସ୍ୟାର ରିଡେସଲ ପାଇଁ ମନ୍ତ୍ରୀ ଏମଏଲଏକୁ ଭେଟିବା କି ଅଫିସରକୁ ଭେଟିବା ପାଇଁ ସେମାନେ ବି ସେମିତି ଦୁର୍ଦ୍ଦଶା ବୁଝିବେ। ତାଙ୍କ ପାଇଁ ଗୋଟେ ଲେବର ସେଡ୍ ହବା ଦରକାର।